ଏବେ ଏବେ ଦେଖନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଆଉ ଗୋଟେ ନୂଆ ଇନଫର୍ମେସନ୍ ଆସିଯାଇଛି। ଦେଖନ୍ତୁ ଆପଣଙ୍କର ମୋବାଇଲକୁ SMS ଆସିଥିଲେ ମଧ୍ୟ ଆପଣମାନେ ଯାହାକି ଧାନ ମଣ୍ଡିରେ ଧାନ ବିକ୍ରୟ କରିପାରିବେ ନାହିଁ। ଯଦି ବି ଆପଣମାନେ ବିକ୍ରୟ କରିବେ ଆପଣଙ୍କ ଆକାଉଣ୍ଟକୁ ଆପଣଙ୍କର ଟଙ୍କାଟି ଆସିବ ନାହିଁ, ଅର୍ଥାତ୍ ସରକାରଙ୍କ ତରଫରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କାଟି ପଠାଯିବ ନାହିଁ। ସେ ନେଇ ସରକାରଙ୍କ ତରଫରୁ ସମସ୍ତ ସୋସାଇଟିକୁ ଆପଣଙ୍କର ଗୋଟିଏ ଲେଖାଏଁ ଲିଷ୍ଟ ମଧ୍ୟ ପଠାଯାଇଛି। ସେହି ଲିଷ୍ଟରେ ଯେଉଁମାନଙ୍କର ନାଁ ରହିଛି ସେମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କଲେ ମଧ୍ୟ ଟଙ୍କାଟି ପାଇପାରିବେ ନାହିଁ, ଅର୍ଥାତ୍ ତାଙ୍କ ଆକାଉଣ୍ଟକୁ ସେହି ଟଙ୍କାଟି ଯାଇପାରିବ ନାହିଁ। ତେବେ କେଉଁମାନଙ୍କର ନାଁଟି ଏହି ଲିଷ୍ଟରେ ଆସିଛି ଏବଂ କାହିଁକି ଆପଣଙ୍କ ଆକାଉଣ୍ଟକୁ ଏହି ଟଙ୍କାଟି ଆସିପାରିବ ନାହିଁ, ଦେଖନ୍ତୁ ଆପଣଙ୍କୁ ମୁଁ ଗୋଟିଏ ଗୋଟିଏ କରି ଜଣାଇ ଦେଉଛି। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଯେଉଁମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଗଭର୍ଣ୍ଣମେଣ୍ଟର ଯାହା ବି ନୂଆ ନୂଆ ଯୋଜନା ଗୁଡ଼ିକର ଇନଫର୍ମେସନ୍ ଗୁଡ଼ିକ ଆସିବ ଆମର ଏହି ଚ୍ୟାନେଲ୍ ମାଧ୍ୟମରେ ଆପଣମାନେ ଯାହାକି ପ୍ରଥମେ ଜାଣିପାରିବେ। ପ୍ରଥମେ ଦେଖନ୍ତୁ ଆପଣଙ୍କୁ ମୁଁ ଯେଉଁ ଲିଷ୍ଟଟି ଆସିଛି ସେ ଲିଷ୍ଟଟି ଦେଖାଇ ଦେଉଛି। ଏଇଠି ଆପଣ ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ ଏମିତି ଗୋଟେ ଆପଣଙ୍କର ଲିଷ୍ଟ ସମସ୍ତ ସୋସାଇଟିକୁ ପଠାଯାଇଛି। ଏହି ଲିଷ୍ଟରେ ଦେଖନ୍ତୁ ପ୍ରଥମେ ଆପଣଙ୍କର ଡିଷ୍ଟ୍ରିକ୍ଟ ରହିଛି, ତାପରେ ଆପଣଙ୍କର ସୋସାଇଟିର କୋଡ୍, ତା ସହିତ ନାଁ ମଧ୍ୟ ରହିଛି, ସାଇଡ଼୍ରେ ଚାଷୀଙ୍କର ନାଁ ରହିଛି। ଏହି ଲିଷ୍ଟରେ ଯେଉଁମାନଙ୍କର ନାଁ ରହିଛି ସେମାନେ ଯାହାକି ଟଙ୍କା ପାଇପାରିବେ ନାହିଁ, ମଣ୍ଡିରେ ଧାନ ବିକ୍ରୟ କଲେ ମଧ୍ୟ ଟଙ୍କା ପାଇପାରିବେ ନାହିଁ। ତେବେ ଦେଖନ୍ତୁ ଏଇ ଯେଉଁ ଆପଣଙ୍କର ଲିଷ୍ଟଟି ଆସିଛି ଏହି ଲିଷ୍ଟଟି ହେଉଛି NPCI ଟାଟସ୍, ଆପଣଙ୍କର ସିଡିଂ ଟାଟସ୍ ଯେଉଁ ରହିଛି ସେ ସିଡିଂ ଟାଟସ୍ର ଲିଷ୍ଟ ରହିଛି, ଅର୍ଥାତ୍ ଆପଣମାନଙ୍କର ହୁଏତ NPCI ଲିଙ୍କ୍ ହେଇନଥିବ। ଦେଖନ୍ତୁ ଆପଣଙ୍କର DBT ଆକ୍ଟିଭ୍ ହେଇଥିବ କିନ୍ତୁ NPCI ଲିଙ୍କ୍ ହେଇନଥିବ, ସେଥିପାଇଁ ସରକାରଙ୍କ ତରଫରୁ ଏହି ଲିଷ୍ଟଟି ଦିଆଯାଇଛି ଏବଂ କୁହାଯାଉଛି ଯଦି ଆପଣଙ୍କର ଟୋକନ୍ ମଧ୍ୟ ଆସିଛି ତାହେଲେ ଆପଣଙ୍କର ଧାନଟିକୁ ରଖାଯିବ ନାହିଁ, କାହିଁକି ନା ଆପଣଙ୍କର ସବୁକିଛି ଠିକ୍ଠାକ୍ ନାହିଁ, ଆପଣଙ୍କ ଆକାଉଣ୍ଟକୁ ଟଙ୍କାଟି ଆସିପାରିବ ନାହିଁ, ସେଥିପାଇଁ ଏମିତି କୁହାଯାଉଛି। ତେବେ ଦେଖନ୍ତୁ ଆପଣମାନଙ୍କର NPCIଟି ଲିଙ୍କ୍ ଅଛି କି ନାହିଁ ଆପଣମାନେ କେମିତି କନଫର୍ମ ହେଇପାରିବେ। ଦେଖନ୍ତୁ ଯେଉଁମାନଙ୍କର ଏହି ଲିଷ୍ଟରେ ନାଁ ଆସିଛି ସେମାନଙ୍କୁ ମଧ୍ୟ ଏଇଟା ଯାହାକି ଚେକ୍ କରିବା ପାଇଁ ପଡ଼ିବ। ତା ସହିତ ଯେଉଁମାନଙ୍କର ଆସିନାହିଁ, ଅର୍ଥାତ୍ ଯେଉଁ ଚାଷୀ ଭାଇମାନେ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାହୁଁଛନ୍ତି ସେହି ଚାଷୀଙ୍କୁ ମଧ୍ୟ ଏଇଟା ଯାହାକି ଚେକ୍ କରିବା ପାଇଁ ପଡ଼ିବ, କାହିଁକି ନା NPCI ଆପଣଙ୍କର କେଉଁ ବ୍ୟାଙ୍କରେ ଲିଙ୍କ୍ ଅଛି ଆପଣମାନେ ମଧ୍ୟ ଜାଣିବା ନିହାତି ଜରୁରୀ। ଆପଣମାନେ କେବଳ ଆଧାର ସିଡିଂଟିକୁ ଚେକ୍ କରୁଛନ୍ତି, ଆଧାର ସିଡିଂ ଯେଉଁଟାକି ଆପଣଙ୍କର DBT କହୁଛନ୍ତି ସେଇଟା କେବଳ ଚେକ୍ କରୁଛନ୍ତି, NPCIଟିକୁ ଆପଣମାନେ ଯାହାକି ଚେକ୍ କରୁନାହାନ୍ତି। ଆପଣଙ୍କର DBT ଆକ୍ଟିଭ୍ ଥିଲେ ମଧ୍ୟ NPCI ଯଦି ଆପଣଙ୍କର ଏନେବୁଲ୍ ନଥିବ ଆପଣଙ୍କୁ ଟଙ୍କାଟି ମିଳିବ ନାହିଁ। ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ NPCI ଆକ୍ଟିଭ୍ ଅଛି କି ନାହିଁ ଯାହାକି ଚେକ୍ କରିବା ପାଇଁ ପଡ଼ିବ। କେମିତି ଆପଣମାନେ ଚେକ୍ କରିପାରିବେ ଦେଖନ୍ତୁ, ସେଥିପାଇଁ ଆପଣ କ'ଣ କରିବେ, NPCIର ଯେଉଁ ଅଫିସିଆଲି ୱେବସାଇଟ୍ ରହିଛି ସେଇ ଅଫିସିଆଲି ୱେବସାଇଟ୍ଟିକୁ ଭିଜିଟ୍ କରିନେବେ। ଦେଖନ୍ତୁ ଅଫିସିଆଲି ୱେବସାଇଟ୍ ଆପଣଙ୍କର NPCI.org.in ଆପଣ ଲେଖିକି ସର୍ଚ୍ଚ କରିନେବେ। ଦେଖନ୍ତୁ ସର୍ଚ୍ଚ କରିନେଲେ, ସର୍ଚ୍ଚ କରିନେଲା ପରେ ଏଇଠି ଆପଣଙ୍କର ଏମିତି ଯାହାକି ଶୋ କରିବ। ଶୋ କଲା ପରେ ଏଇଠି ଆପଣ ମଝିରେ ଦେଖିପାରୁଥିବେ କଷ୍ଟମର ରହିଛି, ଏଇଠି ଆପଣଙ୍କର କଷ୍ଟମର ଲେଖା ହେଇଛି। ଆପଣ କ'ଣ କରିବେ, ସେଇ କଷ୍ଟମରରେ କ୍ଲିକ୍ କରିଦେବେ। କଷ୍ଟମରରେ କ୍ଲିକ୍ କରିଦେଲା ପରେ ଆପଣଙ୍କ ସାମ୍ନାରେ ଯାହାକି ଏମିତି ଗୋଟେ ପେଜ୍ ଓପନ୍ ହେଇଯିବ। ଦେଖନ୍ତୁ ଏମିତି ଗୋଟେ ପେଜ୍ ଆପଣଙ୍କର ଓପନ୍ ହେଇଗଲା ପରେ ଏଇଠି ଆପଣ ଦେଖିବେ ଭାରତ ଆଧାର ସିଡିଂ ଏନେବୁଲ୍ ଲେଖା ହେଇଛି, ଏଇଠି ଆପଣଙ୍କର କ୍ଲିକ୍ କରିଦେବେ। ଦେଖନ୍ତୁ ମୁଁ ସେଇଠି କ୍ଲିକ୍ କରିଦେଲି। ସେଇଠି କ୍ଲିକ୍ କଲା ପରେ ଆପଣଙ୍କ ସାମ୍ନାରେ ଯାହାକି ଆଉ ଗୋଟେ ପେଜ୍ ଓପନ୍ ହେଇଯିବ। ଦେଖନ୍ତୁ ଏଇଠି ଆପଣଙ୍କର ଟିକେ ବ୍ରାଉଜିଂ ନେବ, ବ୍ରାଉଜିଂ ନେଲା ପରେ ଆପଣଙ୍କ ସାମ୍ନାରେ ଆଉ ଗୋଟେ ପେଜ୍ ଯାହାକି ଓପନ୍ ହେଇଯିବ। ଦେଖନ୍ତୁ ଏମିତି ଗୋଟେ ପେଜ୍ ଆପଣଙ୍କର ଓପନ୍ ହେଇଯିବ। ଓପନ୍ ହେଇଗଲା ପରେ এইটি দেখন্তু ଆପଣଙ୍କୁ ମୁଁ ଦେଖାଇ ଦେଉଛି। ଆପଣ କ'ଣ କରିବେ, এইটি ଆପଣଙ୍କର ଲେଖା ହେଇଛି, ଦେଖନ୍ତୁ ମୁଁ ମାର୍କ କରିକି ଆପଣଙ୍କୁ ଦେଖାଇ ଦେଉଛି। এইটি ଆପଣଙ୍କର ଲେଖା ହେଇଛି ଆଧାର ମ୍ୟାପିଂ ସିଡିଂ ଷ୍ଟାଟସ୍ ରହିଛି, ଆପଣ ସେଇଠି କ୍ଲିକ୍ କରିଦେବେ। ଦେଖନ୍ତୁ ମୁଁ ସେଇଠି କ୍ଲିକ୍ କଲି। ସେଇଠି କ୍ଲିକ୍ କଲା ପରେ ଆପଣଙ୍କ ସାମ୍ନାରେ ଯାହାକି ଏମିତି ଗୋଟେ ପେଜ୍ ଓପନ୍ ହେଇଯିବ। ଓପନ୍ ହେଇଗଲା ପରେ এইটি ଦେଖନ୍ତୁ ଆପଣଙ୍କର ଏଣ୍ଟର ୟୁର ଆଧାର ଲେଖା ହେଇଛି, ଆପଣଙ୍କର ନମ୍ବରଟି ଦେଇଦେବେ। ଆଧାର କାର୍ଡ଼ର ଯେଉଁ ନମ୍ବର ରହିଛି ଏଇ 3 ବକ୍ସରେ ଆପଣଙ୍କର ଆଧାର କାର୍ଡ଼ର ସଂଖ୍ୟାଟି ଦେଇଦେବେ। ଦେଇଦେଲା ପରେ ଏଇ ଯେଉଁ ଆପଣଙ୍କର କ୍ୟାପଚାଟି ରହିଛି ଏଇ କ୍ୟାପଚାଟିକୁ ଆପଣ ଏଇ ବକ୍ସରେ ଫିଲ୍ଅପ୍ କରିଦେବେ। ଫିଲ୍ଅପ୍ କରିଦେଲା ପରେ ଚେକ୍ ଷ୍ଟାଟସ୍ରେ ଆପଣ କ୍ଲିକ୍ କରିଦେବେ। এই ଯେଉଁ ଆପଣଙ୍କର ଚେକ୍ ଷ୍ଟାଟସ୍ ରହିଛି ଚେକ୍ ଷ୍ଟାଟସ୍ରେ ଆପଣମାନେ କ୍ଲିକ୍ କରିଦେବେ।
चेक स्टाटस रे क्लिक करदेला परे आपणकर जो आधार कार्ड टी रही से आधार कार्ड टी जो मोबाइल नंबर रे लिंक रही से मोबाइल नंबर को गोटे आपणकर ओटीपी आसीबो आपणकर गोटे ओटीपी आसीबो से ओटीपी टा आपण सेठी दे देले आपणकर आउ गोटे पेज जहा कि ओपन हे जिबा केमिति आपणकर ओपन हेबो ए सब आपणको मु फिलअप करके देखे दोची देखंतु सब किछि आपण माने फिलअप कर देला परे आपणको सामना रे जहा कि एमिति गोटे पेज ओपन हे जिबो देखंतु एमिति गोटे पेज आपणकर ओपन हैला परे ऊपर आपणकर आधार नंबर जहा कि शो करछि आधार नंबर चारिटा नंबर जहा कि एठी शो करछि तारि तले आपणकर मेन इंपोर्टेंट अपडेट रही देखंतु मैपिंग स्टेटस एनेबल फॉर डीबीटी लेखाइछि देखंतु जो मानकर एनेबल फॉर डीबीटी लेखाइछि से मानकर ठीक अछि जो मानकर एठी डिसेबल फॉर डीबीटी लेखाइछि ताहले आपणको टंकाटी मिलिबो नाही आपणको जहाकी एनेबल करबा पई पड़िबो ता सहित क्यों बैंक रे आपणकर एनेबल रहिछि सेही बैंक रो नाम मध्य तले रहिछि एठी देखंतु मु जहार चेक करछि तांकर स्टेट बैंक ऑफ इंडिया रे रहिछि एमिति आपण माने मध्य चेक करिकि कन्फर्म हे जानतु आपणकर एनेबल अछि ना डिसेबल अछि ता सहित आपणकर क्यों बैंक रे एनेबल रहिछि सेही सब जहाकी आपण माने एई प्रोसेस रे चेक करनियंतु।